ହଉଛି ରତ୍ନାକର ସାହୁ। ପିଲାମାନେ ତ ଗାଧଉଥିଲେ ନଈରେ, ଆଉ ଦେଖିଲେ ଗୋଟେ ପଥର ଭାସୁଛି, ସିଏ ତାକୁ ଉଠେଇକି ଦେଖିଲେ ଯେ ସେଟା ଭାସୁଛି। ତେଣୁ ସବୁ ଆମ ଗାଁ ପିଲାମାନେ ସମସ୍ତେ ଜୁଟିକି ସବୁ ଦେଖିଲେ, ହଁ ପଥର ପ୍ରକୃତ ଭାସୁଛି, ଆଉ ଏଇଟା ତ ଭାସୁଛି। ଆମେ ସେ ଅନୁମାନ କରୁଛୁ ଯେ ଆଗେ ଯୋଉ ପୁରାଣ ରାମାୟଣ ଯାହା ଲେଖା ଅଛି, ସେଠି ବାନ୍ଧିଲା ବେଳେ ଯୋଉ ପଥର ସବୁ ପକା ହେଇକି ବନ୍ଧା ହେଇଥିଲା, ହୁଏତ ସେଇ ପଥର ହେଇପାରିଥାଏ। ଆଉ ତ କିଛି ଆମେ ଠିକ ଭାବରେ ଜାଣିପାରିବାନି। ହଁ, ମୁଁ ନିଜେ ପାଣିରେ ମୁଁ ଭସେଇକି ଦେଖିଲି, ସେଟା ଭାସୁଛି। ହଁ, ଓଜନ 3.5 କି 4 କିଲୋ 5 କିଲୋ ଭିତରେ ଓଜନ ହବ। ଏଇଆ ଭାବୁଛୁ ଯେ ସେଇ ଯୁଗର ପଥର ହେଇପାରିଥାଏ ବୋଲି ଆମେ ଭାବୁଛୁ, ନହେଲେ ଆଉ ତ କିଛି ଜାଣି ହଉନି। ନହେଲେ ଏ ପଥରଟା ଭାସୁଛି କେମିତି, ବୁଝେ ନା, ଏଇରକମ ଭାବୁଛୁ। ତେଣୁକି ତାପରେ ବିଶ୍ୱାସ କରାହଉଛି। ହଁ, ରାମାୟଣ ଯାହାର ଲେଖା ହେଇଛି ସେଇ ହିସାବରେ ଆମେ ବିଶ୍ୱାସ କରୁଛୁ, ହୁଏତ ସେଇ ପଥର ହେଇପାରିଥାଏ। କଳି ଯୁଗରେ କିଛି ବି ଅସମ୍ଭବ ନୁହେଁ। ନଈରେ ତ ଏମିତି ବହୁତ ଜିନିଷ ଭାସେ, ଏମିତି କେବେ ଆମେ ଦେଖିନଥିଲୁ। ଆମ ପିଲା ବେଳକୁ ଆମେ କେବେ ଦେଖିନଥିଲୁ, କି ଆମ ବାପ ସାବୁ କେବେ ଏମିତି ଦେଖିନଥିଲେ ପଥର ଗୋଟେ ଭାସିବା, କେହି ଜାଣିନଥିଲେ କି ଦେଖିନଥିଲେ। ଏ ଜିନିଷକୁ ମୁଁ ଗୌରାଟିକ ମଠରେ ଥରେ ଦେଖିଥିଲି। ଏ ଜିନିଷକୁ ଯେଉଁମାନେ କି ସେ ଆଶ୍ରମ ବାବା ଆସିଥିଲେ, ଭସଉଥିଲେ, ଲୋକ ଟିକେଟ କରିକି ଯାଉଥିଲେ। ଏଇ ଜିନିଷ ମୁଁ ଭାବୁଛି ଦୈବ ଶକ୍ତି। ରାମାୟଣ ତାର ପ୍ରମାଣ ବି ରହିଛି କି ସେତୁବନ୍ଧ ଇଏରେ। ମୁଁ ଅନୁଭବ କରୁଛି କଳି ଯୁଗରେ ଦୈବ ଶକ୍ତି ତ ବହୁତ କିଛି ଦେଖାଯାଉଛି। କିଛି ତ ଆଗରୁ ଏଇ ସିଦ୍ଧେଶ୍ୱର କତିରେ ଆମର ଗୋଟେ ମନ୍ଦିର ବାହାରିଥିଲା ଛୋଟିଆଟେ 2-4ଟା, ତାକୁ ବି ଯାଇଥିଲି ଦେଖିବାକୁ। ଭାବୁଛି ଦୈବ ଶକ୍ତି। ଆଉ ଏଠୁ ଆଉ କ'ଣ ଅଧିକା କହିବୁ। ମୁଁ ଭାବୁଛି ସେ ସେତୁବନ୍ଧ ଜିନିଷ ପଥର ଏଇଟା ଆପଣ ଯାହା ଦେଖୁଛି ଏଭଳିଆ ସବୁ ଆସୁଛନ୍ତି, ତ ଦେଖିକି ଯାଉଛନ୍ତି। ଲୋକଙ୍କ କଥା କିଛି କହିହେବନି। କିଏ କହୁଥିବ ଅନ୍ୟ ଜିନିଷ, କିଏ କହୁଥିବ ଚୂନ ମାଟି, କିଏ କହୁଛି ଇଏ ମାଟି। ଏଭଳିଆ ବହୁତ କିଛି ଲୋକ ଅଛନ୍ତି, ବହୁତ ପ୍ରକାର। କିନ୍ତୁ ଈଶ୍ୱରଙ୍କ ବରଦାନ କେହି ଭାଙ୍ଗି ପାରିବେ ନାହିଁ।